ଜଙ୍ଗଲରେ ସିଂହ, ହାତୀ, ବାଘ, ହରିଣ, ଭାଲୁ, ବିଲୁଆ ଏମିତି ଅନେକ ଜୀବଜନ୍ତୁ ସବୁ ରହୁଥିଲେ। ପଶୁପକ୍ଷୀମାନେ ସବୁ ରହୁଥିଲେ ମିଳିମିଶି। କିନ୍ତୁ ତାଙ୍କ ମନରେ ଗୋଟେ ଭୟ ଥିଲା। ସେ ଜଙ୍ଗଲ ଭିତରେ ଗୋଟେ ପୋଖରୀଟିଏ ଥିଲା। ସେ ପୋଖରୀ ଭିତରେ ଗୋଟିଏ ଅଦ୍ଭୁତ ଜୀବଟିଏ ଥିଲା, ଯେଉଁଟାକି ପୁରା ଅଦ୍ଭୁତ ଶବ୍ଦ କରୁଥିଲା। ଆଉ ସେଇ ଜୀବ ଭୟରେ ପାଣି ପିଇବା ପାଇଁ କେହି ଯାଆନ୍ତିନି, ବହୁତ କଷ୍ଟରେ ରୁହନ୍ତି। ଶୋଷ ଲାଗିଲେ ବି ପାଣି ପିଇବା ପାଇଁ ବହୁତ ଡରନ୍ତି ସେ ପୋଖରୀକି ଯାଇକରି ପାଣି ପିଇବା ପାଇଁ। ତାପରେ ସବୁ ଜୀବମାନେ ସିଂହ ରାଜାକୁ କହିଲେ। ସିଂହ ରାଜା ବି ବହୁତ ମନ ଦୁଃଖ କରୁଥାନ୍ତି, କିନ୍ତୁ କ'ଣ କରିବେ? ସେ ଅଦ୍ଭୁତ ଜୀବଟା କିଏ ସେମାନେ ଦେଖିପାରୁନଥାନ୍ତି, କିନ୍ତୁ ତାର ବିକଟାଳ ଶବ୍ଦ, ଅଜବ ଶବ୍ଦ ଶୁଣି ସେମାନେ ପୁରା ଡରି ଯାଉଥାନ୍ତି। ଭୟରେ ପୋଖରୀକି କେହି ବି ପାଣି ପିଇବା ପାଇଁ ଯାଉନଥାନ୍ତି। ଏମିତି କିଛି ଦିନ ବିତି ଯାଇଛି। ସେଇ ଜଙ୍ଗଲକୁ ଗୋଟେ ମାଙ୍କଡ଼ଟିଏ ଆସିଲା। ନୂଆ ଥିଲା। ସେ ସେଠୁ ଜଙ୍ଗଲରେ ଡେଇଁ କୁଦା କରିକିରି ସବୁ ଫଳ ଖାଇକିରି ପୁରା ପେଟ ଭରି ପୁରା ଫଳ ଖାଇଲା। ଖାଇସାରିକି ତାକୁ ଜୋରରେ ଶୋଷ ଲାଗିଲା। ସେଇଠୁ ଦେଖିଲା ବେଳକୁ ସନ୍ଧ୍ୟା ହେଇଯାଇଥାଏ। ତାପରେ ସେଇଠୁ ପାଣି ପିଇବା ପାଇଁ ପୋଖରୀକି ଗଲା। ପୋଖରୀ ଗଲା ବେଳକୁ ପୋଖରୀରେ ଗୋଟେ ଅଜବ ଶବ୍ଦ। ତାପରେ ସେ ଶବ୍ଦ ଶୁଣି ସେ ପୁରା ଡରିଗଲା। କହିଲେ, ଏଇ ପୋଖରୀ ଭିତରେ କିଏ ଅଛି? ଏମିତି ଅଜବ ଶବ୍ଦ କ'ଣ କରୁଛି? କିଏ ସିଏ? ସିଏ ଟିକେ ଦାମ୍ଭିକ ଥିଲା। ସିଏ କହିଲା, କାହିଁ ଡରିବି କାହିଁକି? ପୋଖରୀ ଭିତରେ କ'ଣ ଗୋଟେ ଜୀବଟିଏ ତ ଥିବ। ଆଉ ସିଏ କ'ଣ ମୋତେ ଖାଇଯାଉଛି? ତାପରେ ସେଇଠୁ ଧୀରେ ସୁସ୍ଥ ହେଇକିରି ଦେଖିଲା ବେଳକୁ ତାକୁ ସେଇଠୁ ସେ ଭାବିଲା, କ'ଣ କେଉଁ ଜୀବଟା ଏମିତି ଅଜବ ଶବ୍ଦ କରୁଛି? ତାପରେ ଦେଖୁ ଦେଖୁ ସେ ଜାଣିପାରିଲା ଯେ କୁମ୍ଭୀରଟିଏ ପାଣି ଭିତରେ ରହିଛି। ସେ କହିଲେ, ଏଇ କୁମ୍ଭୀରଟା ପାଣି ଭିତରେ ରହି ଏମିତି ଅଜବ ଶବ୍ଦ କରୁଛି, କାହାକୁ ପାଣି ପିଇ ଦେଉନି। ତାପରେ ସେ ଏମିତି ଭାବିକିରି ସେଇଠୁ ଆଉ ପାଣି ପିଇଲାନି। ସେଇଠୁ ପଳେଇ ଆସିଲା। ପଳେଇ ଆସିକିରି ସକାଳ ଯେମିତି ହେଲା, ସେଇଠୁ ରାଜାଙ୍କ ପାଖକୁ ଆସିଲା, ସିଂହ ରାଜା ପାଖକୁ। ସିଂହ ରାଜା ସମସ୍ତେ ମନ ଦୁଃଖରେ ବସିଥାନ୍ତି। ଜଙ୍ଗଲର ସବୁ ପଶୁପକ୍ଷୀ ବସିକରି ପୁରା ମନ ଦୁଃଖ କରୁଥାନ୍ତି। କିଏ ସେ ପୋଖରୀ ଭିତରେ ଅଛି ଏମିତି ଅଜବ ଶବ୍ଦଟିଏ କରୁଛି, ଆଉ ଅଜବ ଜନ୍ତୁଟିଏ କିଏ ଅଛି ସେ ପାଣି ଭିତରେ? ତାପରେ ମାଙ୍କଡ଼ ଆସି କହିଲା, ମହାରାଜ ନମସ୍କାର। ସେଠୁ ସମସ୍ତେ କହିଲେ, କିଏ ରେ ତୁ କୁଆଡ଼େ ଆଇଛୁ? ସେଠୁ ମାଙ୍କଡ଼ କହିଲା, ମୁଁ ପୁରା ଏ ଜଙ୍ଗଲକୁ ନୂଆ ଆସିଛି। ଆଉ ନୂଆ ସିନା ଆସିଛି, ତମମାନଙ୍କର ଗୋଟେ କଷ୍ଟ ଦୂର କରିବା ପାଇଁ ମୁଁ ଏଠିକି ଆସିଛି। ସେଠୁ ସିଂହ ରାଜା କହିଲେ, କି କଷ୍ଟ ଆମର? ଆମର ତ ଗୋଟିଏ କଷ୍ଟ, ସେ ପୋଖରୀ ଭିତରେ ଗୋଟେ ଅଦ୍ଭୁତ ପ୍ରାଣୀଟିଏ ଅଛି। କିଏ ସେ ଆମେ ଆଜି ପର୍ଯ୍ୟନ୍ତ ବି ଜାଣିପାରୁନୁ। ମାଙ୍କଡ଼ କହିଲା, ସେ ଏଇଥିପାଇଁ ପରା ମୁଁ ଆସିଛି ତମକୁ ସେ ଖବର ଦେବି ବୋଲି। ମହାରାଜ, ଆପଣ ବିଶ୍ୱାସ କରିବେନି, ସେ ପାଣି ଭିତରେ କିଏ ଅଛି ମୁଁ ପୁରା ଜାଣି ସାରିଲାଣି। ସେଠୁ ହାତୀ, ଭାଲୁ, ହରିଣ, ବିଲୁଆ ସମସ୍ତେ କହିଲେ, କିଏ ଅଛି ଶୀଘ୍ର କହ। ତୁ କେମିତି ଜାଣିଲୁ? ସମସ୍ତେ ପୁରା ହସିକିରି ଉଡ଼େଇ ଦେଲେ। ତୁ ସବୁ ଜାଣିପାରିଲୁ, ଆମେ ଆଜି ଯାଏ ଜଙ୍ଗଲ ଭିତରେ ରହିକି ଜାଣିପାରିଲୁନି, ତୁ ଗୋଟାଏ ଦିନ ପାଇଁ ଆସୁ ଜାଣିଦେଲୁ। ଅନ୍ୟ ଜଙ୍ଗଲରୁ ଆସିଛୁ ଆମ ଜଙ୍ଗଲକୁ। ମାଙ୍କଡ଼ କହିଲା, ଆପଣମାନେ ସମସ୍ତେ ବିଶ୍ୱାସ କରନ୍ତୁ, ମୁଁ ଜାଣିଦେଲି କିଏ ସେ ପୋଖରୀ ଭିତରେ ଅଛି। ଆଉ ସିଂହ ରାଜା କହିଲେ, ହଉ ସମସ୍ତେ ସ୍ଥିର ହୁଅ, ଧୈର୍ଯ୍ୟ ଧର, ଅପେକ୍ଷା କର, ମାଙ୍କଡ଼ କ'ଣ କହୁଛି ତା କଥାଟା ଆଗ ଶୁଣିବା। ସେଠୁ ସିଂହ ରାଜା କହିଲେ, ହଉ ତାହେଲେ କହ ମାଙ୍କଡ଼, ସେ ପୋଖରୀ ଭିତରେ କିଏ ଅଛି? ନା କିଏ ଅଛି? ସେ ପୋଖରୀ ଭିତରେ ପୁରା ଗୋଟେ କୁମ୍ଭୀରଟିଏ ଅଛି। ସମସ୍ତେ ସେଇଠୁ ହସିଲେ ଏକା ସ୍ୱରରେ, ପୁରା ସମସ୍ତେ ପୁରା ଜୋର କରି ହସି ଉଠିଲେ। ଏ ମାଙ୍କଡ଼ର ମୁଣ୍ଡ ଫୁଣ୍ଡ ଖରାପ ହେଇଗଲା। କୁମ୍ଭୀରଟିଏ ପାଣି ଭିତରେ ଅଛି ଆମେ ଜାଣିପାରୁନୁ, ଏମିତି ଅଜବ ଶବ୍ଦ କରୁଛି। ତୋ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲା ମାଙ୍କଡ଼, ତୁ ଏ ଜଙ୍ଗଲ ଭିତରୁ ତୁ ଯା, ତୁ ଆସିକିରି ଆହୁରି ଆମରି ମୁଣ୍ଡ ଖରାପ କରୁଛୁ। ମାଙ୍କଡ଼ କହିଲା, ଆପଣମାନଙ୍କର କାହାର ବିଶ୍ୱାସ ହେଉନି ନା? ଏବେ ଚାଲ ସମସ୍ତେ, ମୁଁ ଦେଖେଇଦେବି। ସେଇଠୁ ସିଂହ ରାଜା କହିଲେ, ଏବେ ଗଲେ ଆମକୁ ଦେଖେଇଦେବୁ? ନା ହଁ ଚାଲ, ପୋଖରୀ ଭିତରେ ଅଛି କ'ଣ, ସେ କୁଆଡ଼େ ପଳେଇଲା ନା କ'ଣ? ତାପରେ ସିଂହ ରାଜା ସେଇଠୁ କହିଲେ, ହଉ ତାହେଲେ ଗୋଟେ ଠିକ୍ କରିବା। ମାଙ୍କଡ଼ଟା କହୁଛି ଏତେ ଜିଦ୍ କରିକିରି ବୋଲେ, ଚାଲ ସମସ୍ତେ ଯିବା। ସବୁ ପଶୁ ପକ୍ଷୀ ସମସ୍ତେ ସେଇଠୁ ମାଙ୍କଡ଼ ପଛେ ପଛେ ଆଇଲେ। ମାଙ୍କଡ଼ କହିଲା, ଶୁଣ, ସମସ୍ତେ ମୋ ସାଙ୍ଗରେ ଯିବ, କିନ୍ତୁ ଦୁଇ ଭାଗ ହେଇକିରି ଗଛ ପଛରେ ଲୁଚିକିରି ସମସ୍ତେ ରହିବ, ଆଉ ମୁଁ ଏକା ପୋଖରୀ ପାଖକୁ ଯିବି। ତାପରେ ସମସ୍ତେ ସେଇଠୁ ରାଜି ହେଇଗଲେ। ଦୁଇ ଭାଗ ହେଇଗଲେ, ଲୁଚିକିରି ଦୁଇ ଭାଗ ହେଇକିରି ରହିଲେ ଲୁଚିକିରି ସେମାନେ। ଆଉ ମାଙ୍କଡ଼ ପୋଖରୀ ପାଖକୁ ଗଲା। ଆଉ ପୋଖରୀ ପାଖକୁ ଯାଇକିରି ଗୋଟେ ପଥର ଧରିକିରି ପାଣି ଭିତରକୁ ଫିକି ଦେଲା ଟେକାଟେ। ସେଇଠୁ ଯେତେବେଳେ ଫିକି ଦେଇଛି, କୁମ୍ଭୀର ଦେହରେ ଯାଇକିରି ବାଜିଲା। କୁମ୍ଭୀର ସେଇଠୁ ପାଣି ଉପରକୁ ଉଠୁ ଦେଖିଲା
ପଶୁ ଜନ୍ତୁମାନେ ସମସ୍ତେ ଆସିଛନ୍ତି। କୁମ୍ଭୀର କହିଲା, ହେଁ, ସିଂହ ରାଜା, ବିଲୁଆ, ହାତୀ, ଗଧିଆ, ଭାଲୁ, ଇଏ ଯେତେ ଜନ୍ତୁ ଅଛନ୍ତି ଜଙ୍ଗଲରେ ସମସ୍ତେ ଆସିଯାଇଛନ୍ତି। ଏମାନେ କ'ଣ ମୋତେ ମାରିବେ ବୋଲି ଆସିଛନ୍ତି ନା କ'ଣ? ମୋତେ ଜାଣିଦେବେ ନା କ'ଣ ମୁଁ ରହୁଛି ବୋଲି ଏ ପାଣି ଭିତରେ? ନା 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 ନା, କିଛି ଗୋଟେ ଉପାୟ କରିବାକୁ ପଡ଼ିବ। ମୁଁ ବିଲକୁଲ ପାଣି ଉପରକୁ ଆସିବିନି। ମୁଁ କୁମ୍ଭୀର ବୋଲି ସେମାନେ ଯେମିତି ନ ଜାଣିପାରନ୍ତି। ମୁଁ ଗୋଟେ ଅଭିନୟ କରିବାକୁ ପଡ଼ିବ, ଗୋଟେ ଆକ୍ଟିଂ କରିବି ଆଉ। ତାପରେ କୁମ୍ଭୀର ସେଇଠୁ ପୁରା ପଥର ଭଳିଆ ପୁରା ସ୍ଥିର ହେଇକିରି ଟିକିଏ ଦେଖାଗଲା। ସେଇଠୁ ସିଂହରାଜା କହିଲେ, ଦେଖ ଦେଖ ଦେଖ, ଏ ବଦମାସି ମାଙ୍କଡ଼ର ବୁଦ୍ଧିକି ଦେଖ। ପଥରଟା ତାକୁ କହୁଛି କୁମ୍ଭୀର। ମାଙ୍କଡ଼ କହିଲା, ଆପଣମାନେ ବିଶ୍ୱାସ କରୁନାହାନ୍ତି, ସତରେ ଏଇଟା କୁମ୍ଭୀରଟାଏ, ଭଲରେ ଦେଖ। ସମସ୍ତେ ଦେଖିଲେ ଆସିକିରି କହିଲେ, ନାଇଁ 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 ନାଇଁ, ଏଇଟା କୁମ୍ଭୀର ନୁହେଁ, ଏଇଟା ପଥରଟା ସ୍ଥିରଟା, ଏଇଟା କୁମ୍ଭୀର ନୁହେଁ। ସେଇଠୁ ମାଙ୍କଡ଼ କହିଲା, ହଉ ତାହେଲେ ବିଶ୍ୱାସ ହେଉନି କାହାର ତ ଠିକ୍ ଅଛି। ହାତୀ ଦାଦା, ତୁମେ ଏଠିକି ଆସ, ଏଠିକି ଆସ। ରସିଟାକୁ ଧରିକିରି ଶୁଣ୍ଡ ଦିହରେ ବାନ୍ଧିକିରି ପାଣି ଭିତରୁ ପକେଇକିରି ଫାଶଟା ଦେଇକିରି ଭିଡ଼ ଉପରକୁ ଦେଖିବ କେମିତି କୁମ୍ଭୀର ଆସିବ ତା ଦେହରେ। ତାପରେ ହାତୀ କ'ଣ କଲା, ରସିଟାକୁ ଶୁଣ୍ଡରେ ବାନ୍ଧିକିରି ପାଣି ଭିତରକୁ ପକେଇଲା ଫାଶ କରିକିରି। କୁମ୍ଭୀର ଦେହରେ ସେ ଫାଶଟା ଲାଗିଗଲା। ତାପରେ ହାତୀ ଟାଣିଲା ବେଳକୁ ସେ ହେଲା କୁମ୍ଭୀର। କୁମ୍ଭୀରଟା ଉପରକୁ ଆସିଲା। ଯେମିତି ମାଙ୍କଡ଼ କହିଲା, ଦେଖ ଦେଖ, ଇଏ କ'ଣ କୁମ୍ଭୀର କି କ'ଣ? ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, କାବା ହେଇଗଲେ, ଏ କୁମ୍ଭୀରଟା ଏ ପାଣି ଭିତରେ ଥିଲା। ଆଜି ଯେ ଆମକୁ ପୁରା ଏତେ ଡରେଇକିରି ରଖିଛି, ଜଙ୍ଗଲରେ ପୁରା ଆତଙ୍କ ଖେଳେଇ ଦେଇଛି ପଶୁଜନ୍ତୁଙ୍କ ଭିତରେ। ତାପରେ ସେଇଠୁ ସମସ୍ତେ ରାଗି ଯାଇଥିଲେ। ସେଇଠୁ କୁମ୍ଭୀର କହିଲା, ମୋତେ କ୍ଷମା କରିଦିଅ, ମୋତେ କ୍ଷମା କରିଦିଅ, ମୋତେ କ୍ଷମା କର ସମସ୍ତେ, ମୋର ବହୁତ ବଡ଼ ଭୁଲ ହେଇଯାଇଛି। ମୁଁ ତୁମମାନଙ୍କୁ ସମସ୍ତଙ୍କୁ ଡରେଇକିରି ରଖିଥିଲି, ଭାବୁଥିଲି ମୋତେ ସମସ୍ତେ ଏମିତି ଡରିବେ, ମୁଁ ଏମିତି ଶିକାର କରି ଖାଉଥିବି, ପାଣି ଭିତରେ ରହୁଥିବି, ମୋତେ କେହି କିଛି କରିପାରିବେନି ମୋର। ଆଉ ଇଏ ମାଙ୍କଡ଼ ସକାଶେ ମୁଁ ଆଜି ଧରା ପଡ଼ିଲି। ତାପରେ ସେଇଠୁ ସିଂହରାଜା ସେଇଠୁ ଅର୍ଡ଼ର ଦେଲେ, ସମସ୍ତେ ତାକୁ ମାରି ମାରିକିରି ତାକୁ ମାରିଦେବା ଜରୁରୀ, ଗୋଇଠା ମାରି ମାରି। ସେଇଠୁ ହାତୀ କହିଲା, ଚାଲ ସମସ୍ତେ ମାରିବା, ଇଏ ଆମକୁ ବହୁତ ହଇରାଣ କରିଛି, ଆକୁ ତ୍ରାହି ନାହିଁ, ଆକୁ କ୍ଷମା କରିବାର ନାହିଁ। ସବୁ ଜୀବମାନଙ୍କୁ ହଇରାଣ କରିଛି ମାନେ ତାକୁ କ୍ଷମା ଦିଆଯିବ ନାହିଁ। ସମସ୍ତେ ନିଷ୍ପତ୍ତି ନେଲେ ତାକୁ ଗୋଇଠା ମାରି ମାରି ସମସ୍ତେ ମାରିଦେବେ। ତାପରେ ସମସ୍ତେ କୁମ୍ଭୀରକୁ ଗୋଇଠା ମାରି 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 ଦେଲେ। ତା ପାଟିରୁ ରକ୍ତ ବାହାର କରି କୁମ୍ଭୀର ଶେଷକୁ ମରିଗଲା। ଆଉ ସବୁ ଜୀବଜନ୍ତୁମାନେ ମାଙ୍କଡ଼କୁ ବହୁତ ବହୁତ ଧନ୍ୟବାଦ ଦେଲେ। କହିଲେ, ତୋରି ପାଇଁ ଆଜି ଆମେ ଆମର ଏତେ ବଡ଼ ଭୟ ଦୂର ହେଲା, ଏତେ ବଡ଼ ଡର ଆମର ଦୂର ହେଲା, ଆମେ ସମସ୍ତେ ପାଣି ପିଇ ପାଇଲୁ ଖୁସିରେ ଶାନ୍ତିରେ। ତେଣୁ ଏ ଗଳ୍ପରୁ ଆମେ ଶିଖିଲେ ସବୁବେଳେ ଧୈର୍ଯ୍ୟବାନ ହେବା ଜରୁରୀ। ଯେକୌଣସି ବଡ଼ ସମସ୍ୟା ଆସୁ ତାକୁ ସ୍ଥିର ବୁଦ୍ଧି ଦ୍ୱାରା କେମିତି ସମାଧାନ ହେଇପାରିବ, ତା'ର ସମସ୍ୟାର ବାଟ ନିଶ୍ଚୟ ଅଛି। ସମସ୍ୟା ଅଛି ମାନେ ତା'ର ସମାଧାନର ବାଟ ହିଁ ଅଛି। ସେଥିପାଇଁ ସବୁବେଳେ ଯତ୍ନବାନ ହେବା ଏବଂ ସବୁବେଳେ ଧୈର୍ଯ୍ୟବାନ ହେବା ଜରୁରୀ। ଏବଂ ଆଖିକି ପ୍ରସାରିତ କରିକିରି ସେ ସମସ୍ୟାରୁ କେମିତି ମୁକୁଳିବା ସେସବୁ ବିଷୟରେ ଚିନ୍ତା କରିବା ଉଚିତ। ଆଉ ଭୟଭୀତ ହେଇକିରି ଡରିକିରି ଛାନିଆ ହେଇକିରି ସେସବୁରୁ ଦୂରେଇ ରହିବା ଉଚିତ ନୁହେଁ। ତେଣୁ ସମସ୍ୟା ଅଛି ତ ତା'ର ସମାଧାନ ହିଁ ନିଶ୍ଚୟ ଅଛି। ଆଜି ପାଇଁ ଏତିକି। ଯଦି ମୋର ଏ କାହାଣୀଟି ଆପଣମାନଙ୍କ ମନକୁ ଛୁଇଁଥାଏ, ଲାଇକ୍ ସେୟାର କମେଣ୍ଟ କରିବେ। ପୁଣି ଏମିତି କିଛି ନୂଆ କାହାଣୀ ଆଣିବା ପାଇଁ ମୁଁ ନିଶ୍ଚୟ ଚେଷ୍ଟା କରିବି। ରହୁଛି। ଜୟ ଜଗନ୍ନାଥ।